ଆଡଭୋକେଟ୍ ଭୂଦେବ ମହାନନ୍ଦାର ଅଭିବାଦନ ସ୍ୱୀକାର କରନ୍ତୁ। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାପୂର୍ବକ ସବସ୍କ୍ରାଇବ୍ କରନ୍ତୁ। ମିଶନ ଅମ୍ବେଦକରକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ। ଆପଣ କେଉଁଠୁ ଶୁଣୁଛନ୍ତି ଆଉ କେଉଁ ଜାଗାରୁ ଶୁଣୁଛନ୍ତି, ଇଏ ମେସେଜଟା ପୁରା ଓଡ଼ିଶା ସାରା ପ୍ରଚାର ପ୍ରସାର କରନ୍ତୁ। 30ଟା ଜିଲ୍ଲାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯେଉଁ ଦୁଃଖ ଭୋଗୁଛନ୍ତି ସେମାନଙ୍କ ପାଖକୁ ରିଅଲ୍ ହିଷ୍ଟ୍ରି ପହଞ୍ଚୁ, ଏଇଥିପାଇଁ ଆମର ପ୍ରୟାସ। ଆଜି ମୁଁ ଆପଣମାନଙ୍କୁ ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ଏକ ସ୍ପିଚ୍, ଯେଉଁଟାକି ମହାରାଷ୍ଟ୍ର ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ପ୍ରକାଶିତ। ଏଇଟା ହେଉଛି ବାବା ସାହେବ ଆମ୍ବେଦକରଙ୍କ ରାଇଟିଂ ଆଣ୍ଡ ସ୍ପିଚେସ୍। ଏଇଟା ଗଭର୍ଣ୍ଣମେଣ୍ଟ ଅଫ୍ ମହାରାଷ୍ଟ୍ର ଦ୍ୱାରା ପ୍ରକାଶିତ, ସରକାରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ। ସରକାରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକର ପେଜ୍ ନମ୍ବର 145 ମୁଁ ଆଜି ଆପଣମାନଙ୍କୁ କହିବି। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବାବା ସାହେବ ଆମ୍ବେଦକର ଯେତେବେଳେ 1936 ମସିହା ମେ ମାସ 30-31, 1935 ମସିହା ମାତା ରମାବାଈଙ୍କ ଦେହାନ୍ତ, ନିଜକୁ 7 ଦିନ ପର୍ଯ୍ୟନ୍ତ ବନ୍ଦ କମରାରେ ଆବଦ୍ଧ କରିଦିଅନ୍ତି। କିନ୍ତୁ ବାବା ସାହେବଙ୍କ ସାଥୀମାନେ ଅନୁରୋଧ ପରେ ବାବା ସାହେବ କବାଟ ଖୋଲନ୍ତି ଏବଂ ପୁଣି ସମାଜ ସେବାରେ ଲାଗି ପଡ଼ନ୍ତି। ଏବଂ 1936 ମସିହା ବମ୍ବେର ଦାଦରରେ 35,000 ଲୋକଙ୍କ ସମାବେଶ। 35,000 ଲୋକଙ୍କ ସମାବେଶରେ ଲୋକେ ତାଙ୍କୁ ପଚାରନ୍ତି, ଆମେ କେଉଁ ପଟରେ ଗଲେ ଆମେ ମୁକ୍ତି ପାଇବା, କେଉଁ ରାସ୍ତାରେ ଗଲେ ଏ ସାମାଜିକ ବ୍ୟାଧିରୁ ମୁକ୍ତି ପାଇବା, କେଉଁ ରାସ୍ତାରେ ଗଲେ ଆମେ ଜାତିବାଦରୁ ମୁକ୍ତି ପାଇବା, କେଉଁ ରାସ୍ତାରେ ଗଲେ ମନୁବାଦରୁ ମୁକ୍ତି ପାଇବା, କେଉଁ ରାସ୍ତାକୁ ଗଲେ ଆମକୁ ଶିକ୍ଷା, ସମ୍ପତ୍ତି ଓ ସ୍ୱାସ୍ଥ୍ୟ ମିଳିପାରିବ, ଏବଂ କେଉଁ ଧର୍ମରେ ରହିଲେ ଆମକୁ ଆମ ଫ୍ୟାମିଲି ସୁଖ ହେବ, ଆମ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେବ, ଆମେ ସୁଖ ଓ ଶାନ୍ତିର ଜୀବନ ବିତେଇ ପାରିବା। ଅନେକ ପ୍ରଶ୍ନ ବାବା ସାହେବ ଆମ୍ବେଦକରଙ୍କୁ ଡିପ୍ରେସ୍ କ୍ଲାସ୍ ଲୋକମାନେ ପଚାରନ୍ତି। ତେଣୁ ବାବା ସାହେବ ଆମ୍ବେଦକର 1936 ମସିହା ମେ 30-31 2 ଦିନ ପର୍ଯ୍ୟନ୍ତ ଲଗାତାର ଲୋକଙ୍କୁ ବୁଝାନ୍ତି। ସେ ସ୍ପିଚ୍ଟା ବହୁତ ବଡ଼ ସ୍ପିଚ୍, ଲଗଭଗ 2 ଦିନର ସ୍ପିଚ୍। ସେଥିରୁ ଗୋଟେ ପାର୍ଟ ମୁଁ ଆପଣମାନଙ୍କୁ ଆଜି କହିବା ପାଇଁ ସତ୍ସାହସ କରୁଛି, ୱିଥ୍ ଏଭିଡେନ୍ସ ସହିତ। କାରଣ ମୁଁ ଯାହା କହୁଛି ତାକୁ ଆପଣମାନେ କେବେ ବି ଅନ୍ଧ ଭାବେ ଗ୍ରହଣ କରିବେ ନାହିଁ। ମୁଁ ପେଜ୍ ସହିତ ଏବଂ ଲାଇନ୍ ବାଇ ଲାଇନ୍ ଆପଣମାନଙ୍କୁ ଡିସପ୍ଲେ କରି ଦେଖାଇବାକୁ ପ୍ରୟାସ କରିବି। ବାବା ସାହେବ ଆମ୍ବେଦକର ସେଦିନ ଯେତେବେଳେ ତାଙ୍କୁ ପ୍ରଶ୍ନ ପଚାରି ଯାଇଛି, ସେତେବେଳେ ବାବା ସାହେବ କହିଛନ୍ତି, ଧର୍ମ ମଣିଷ ପାଇଁ ନୁହଁ, ମଣିଷ ପାଇଁ ଧର୍ମ, ଧର୍ମ ପାଇଁ ମଣିଷ ନୁହଁ। ବୁଝିପାରୁଛନ୍ତି ତ? ବାବା ସାହେବ କହୁଛନ୍ତି ମଣିଷ ପାଇଁ ଧର୍ମ, ଧର୍ମ ପାଇଁ ମଣିଷ ନୁହଁ। ରିଲିଜନ୍ ଇଜ୍ ଫର୍ ମ୍ୟାନ୍। ସେଠି ସେ କହନ୍ତି, ମୁଁ ଆପଣମାନଙ୍କୁ କହୁଛି, ଆଇ ଟେଲ୍ ୟୁ ସ୍ପେସିଫିକାଲି ଦ୍ୟାଟ୍ ମ୍ୟାନ୍ ଇଜ୍ ନଟ୍ ଫର୍ ରିଲିଜନ୍। ବାବା ସାହେବ କହୁଛନ୍ତି, ମୁଁ ଆପଣମାନଙ୍କୁ କହୁଛି ସ୍ୱତନ୍ତ୍ର ଭାବେ ପାର୍ଟିକୁଲାର ପଏଣ୍ଟ ଅଫ୍ ଦ ଭ୍ୟୁରେ ମୁଁ କହିବାକୁ ଚାହୁଁଛି। ବାବା ସାହେବ କହୁଛନ୍ତି ମଣିଷ ଇଜ୍ ନଟ୍ ଫର୍ ରିଲିଜନ୍, ଧର୍ମ ପାଇଁ ମଣିଷ ନୁହଁ ବା ମଣିଷ ପାଇଁ ଧର୍ମ ନୁହଁ। ରିଲିଜନ୍ ଇଜ୍ ଫର୍ ମ୍ୟାନ୍, ଇଏ ଧର୍ମ ମଣିଷ ଦ୍ୱାରା ହିଁ ତିଆରି ହେଇଛି। ଧର୍ମ କେବେ ମଣିଷକୁ ସୃଷ୍ଟି କରିନାହିଁ, ମଣିଷ ହିଁ ଧର୍ମକୁ ସୃଷ୍ଟି କରିଛି। ଏ କଥା ବାବା ସାହେବ ଆମ୍ବେଦକର କହୁଛନ୍ତି ତାଙ୍କ ଭଲ୍ୟୁମ୍ 17 ପାର୍ଟ 3 ପେଜ୍ 145। ପୁଣି ସେ କହନ୍ତି, ଟୁ ବିକେମ୍ ହ୍ୟୁମାନ୍ କନଭର୍ଟ ୟୁଅର୍ ସେଲ୍ଫ। ଯଦି ତୁମେ ମଣିଷଟିଏ ହେଇକି ବଞ୍ଚିବାକୁ ଚାହୁଁଛ, ତାହେଲେ ଏ ଧର୍ମ ଛାଡ଼ି ଦିଅ, ଏ ମନୁବାଦ ଦ୍ୱାରା ଚାଲୁଥିବା ଧର୍ମକୁ ଛାଡ଼ି ଦିଅ। ଏ ମନୁବାଦ ଦ୍ୱାରା ପ୍ରଚାର ପ୍ରସାର ହେଉଥିବା ଧର୍ମ ଆପଣଙ୍କୁ ମଣିଷ ପରି ବଞ୍ଚିବାକୁ ଦେବ ନାହିଁ। ତେଣୁ ଯଦି ଆପଣ ମଣିଷଟିଏ ହେଇ ବଞ୍ଚିବାକୁ ଚାହୁଁଛନ୍ତି, ଟୁ ବିକେମ୍ ହ୍ୟୁମାନ୍ କନଭର୍ଟ ୟୁଅର୍ ସେଲ୍ଫ, ୟାକୁ ଛାଡ଼ିବାକୁ ହିଁ ପଡ଼ିବ। ଟୁ ଗେଟ୍ ଅର୍ଗାନାଇଜ୍ଡ କନଭର୍ଟ ୟୁଅର୍ ସେଲ୍ଫ। ତୁମେମାନେ ଯଦି ଗୋଟିଏଠି ବଞ୍ଚିବାକୁ ଚାହୁଁଛ,
संगठन करी रहिबाकु चाहुछ ताले धर्म छाड़ी दियो ये धर्म, कारण ये धर्म आपनको खंड खंड करिछि, 4743 भागरे विभक्त करिछि। तेणु जो धर्म मनुष्य को खंड खंड करे, जाति नारे विभक्त करे, संगठन हेबाकू अनुमति दिए नाही, से धर्म को छाड़िबाकू ही पड़िबो। बाबा साहेब पुणी कहती टू अचीव स्ट्रेंथ कन्वर्ट योरसेल्फ। यदि ताकत पाइबाकू चाहुछ ताहले ये धर्म छाड़, कारण ये धर्म आपण को ताकत है कि बंचवाकू दौ नहीं, आपण को 6743 खंड करिछि। आप देखंतु ओडिशार कथा देखंतु, ये धर्म जोगु धोबा घर झियो हाड़ी घर को जीवनी, हाड़ी घर झियो डंब घर को जीवनी, डंब घर झियो कंध घर को जीवनी, कंध घर झियो डिडेई घर को जीवनी, डिडेई घर झियो परजा घर को जीवनी, परजा घर झियो हलवी घर को जीवनी, हलवी घर झियो गोखा घर को जीवनी, गोखा घर झियो बंडा घरे बाहा हबनी। अर्थात अनुसूचित जाति अनुसूचित जनजाति को खंड खंड करी दुर्बल कर देछि। तेणु बाबा साहेब अम्बेडकर कहउछन्ति एठी टू अचीव स्ट्रेंथ कन्वर्ट योरसेल्फ। जदि क्षमता प्राप्त करबा चाहुछ ताले ये धर्म छाड़िबा को ही पड़िबो। टू सिक्योर इक्वालिटी कन्वर्ट योरसेल्फ। जदि आपण समानता प्राप्त करबा को चाहुछन्ति ताले ये मनुवादी धर्म छाड़िबा को ही पड़िबो, कारण एठी मनुवादी धर्म रे इक्वालिटी नाही, ऊच नीच भेदभाव अछि। पुणे अनटचेबल डिप्रेस क्लास रे भी, अनटचेबल शेड्यूल कास्ट शेड्यूल ट्राइब रे भी ऊच नीच क्रम करा जायछि। तेणु खत्म कले ही ये धर्म छाड़िले ही ये जाति समाप्त हब। तेणु इक्वालिटी आसीबो, इक्वालिटी आनिबा पई हेले टू सिक्योर इक्वालिटी कन्वर्ट योरसेल्फ। आपण को ये धर्म छाड़िबा को ही पड़िबो। टू गेट लिबरेटी कन्वर्ट योरसेल्फ। जदि आपण मुक्ति रे बंचिबा को चाहुचंती, स्वाधीन हेबा को चाहुचंती, ताहले ये मनुवादी धर्म छाड़िबा को ही पड़िबो। जदि आपण मनुवाद धर्म छाड़िबे नाही ताहले आपण केबे भी लिबरेटी मिलिबो नाही। आपण को जीवन को समाने हंतसंत ही करिवे। टू मेक योर डोमेस्टिक लाइफ हैप्पी कन्वर्ट योरसेल्फ। आपण को पारिवारिक जीवन सुख और समृद्धि बढ़ेबा को यदि चाहते ताले ये मनुवादी धर्म छाड़िबा को ही पड़िबो, कारण ये मनुवादी धर्म द्वारा आपण को परिवार रे भी अशांत आसुची। बाबा साहेब अम्बेडकर ये कथा 35,000 लोकों को सामना रे कहउछन्ति। पुणी से अनेक प्रश्न पचारिछन्ति लोक मानकु। 35,000 लोकों को से बाबा साहेब प्रश्न पचारिछन्ति। से दिन तांक प्रश्न थिला, प्रथम प्रश्न थिला, व्हाई डू यू रिमेन इन दैट रिलीजन which does not treat you as a human being। आपण से धर्म रे काहे आज पर्यंत रही जो धर्म आपण को मनुष्य परी मनुष्य व्यवहार दिए ना, गोटे पशु ठारू भी नीच व्यवहार दिए, गोटे जानवर ठारू भी नीच व्यवहार दिए, सही प्रकार धर्म रे काहे आपण माने आज पर्यंत रही। पुणी सेकंड प्रश्न बाबा साहेब पचारुचंती, व्हाई डू यू रिमेन इन दैट रिलीजन which does not allow you to educate। आपण कहीं से धर्म रे आज भी अच्छी जो धर्म आपण को पाठ पढ़ार वंचित करुच्ची, शिक्षार वंचित करुच्ची। जो मनुष्य शूद्र को पाठ पढ़ार अधिकार नहीं। बाबा साहेब अम्बेडकर पाठ पढ़े गला बेले ब्रिटिश भारत को आसी, तेणु बाबा साहेब अम्बेडकर पाठ पढ़ी पारे, ना पढ़ा को अधिकार न था। ब्रिटिश राज रे भी बाबा साहेब अम्बेडकर को स्कूल बाहर बारंडारे बसी पढ़ा पड़ूला। अर्थात तेणु बाबा साहेब प्रश्न पचारुंट कहीं आपण ये धर्म रे अच्छी जो धर्म आज भी आपण को पाठ पढ़ार अनुमति दौना। आप जानते आज शिक्षार अधिकार बाबा साहेब अम्बेडकर संघर्ष रु मिली, संविधान रु मिली, ना मनुवादी आपण को पाठ पढ़ा को भी अधिकार देना। व्हाई डू यू रिमेन इन दैट रिलीजन व्हिच प्रोहिबिटेड यू फ्रॉम एंटरिंग टेम्पल। आपण कहीं धर्म रे अच्छी जो धर्म आपण को मंदिर रे प्रवेश करने को दौना। मंदिर गढ़े आपण, मूर्ति तैयार करेंगे, आपण कलर मारे मंदिर रे आपण सब करेंगे, किंतु विग्रह स्थापना हेले आपण से मंदिर रे प्रवेश करें ना। कहीं रिलीजन रे अच्छा बाबा साहेब अम्बेडकर ये प्रश्न से 35,000 लोक को मुंबई दादर रे पचारि।
ବାବା ସାହେବ ପୁଣି ପଚାରନ୍ତି, ହ୍ୱାଇ ଡୁ ୟୁ ରିମେନ୍ ଇନ୍ ଦ୍ୟାଟ୍ ରିଲିଜନ୍ ହୁଇଚ୍ ପ୍ରୋହିବିଟ୍ ୟୁ ଫ୍ରମ୍ ୱାଟର? ଆପଣ କାହିଁକି ଏ ଧର୍ମରେ ଅଛନ୍ତି ଯେଉଁ ଧର୍ମ ଆପଣଙ୍କୁ ପାଣି ଛୁଇଁବା ପାଇଁ ବାରଣ କରୁଛି, ବା ଆପଣ ଛୁଇଁଦେଲା ପାଣି ଅଶୁଦ୍ଧି ହେଇଯାଉଛି, ଅପବିତ୍ର ହେଉଛି। ପଞ୍ଚଗବ୍ୟ ଗଙ୍ଗା ଜଳ ପକାଇ ଗୋମୂତ୍ର ପକାଇ ତାକୁ ପବିତ୍ର କରାଯାଉଛି, କିମ୍ବା ପଞ୍ଚଗବ୍ୟ ପକାଇ ତାକୁ ପବିତ୍ର କରାଯାଉଛି। କାହିଁକି ଆପଣ ଏଇ ଧର୍ମରେ ଅଛନ୍ତି? 1927 ମସିହାରେ ସେଇଥିପାଇଁ ଆମକୁ ପାଣି ପାଇଁ ଷ୍ଟ୍ରଗଲ୍ କରିବାକୁ ପଡ଼େ। ଭାରତରେ କୌଣସି ଜିନିଷ ଆପଣଙ୍କୁ ମୁକ୍ତରେ ମିଳେ ନାହିଁ। ଆପଣଙ୍କ ପୂର୍ବଜ ପିଇବା ପାଣି ପାଇଁ ବି ଆନ୍ଦୋଳନ କରିଥିଲେ, ଚିନ୍ତା କରୁଛନ୍ତି? ତେଣୁ ବାବା ସାହେବ କହିଛନ୍ତି, ଏଠି ପଚାରିଲେ ପ୍ରଶ୍ନ, ଆପଣ କାହିଁକି ଏ ଧର୍ମରେ ଅଛନ୍ତି ଯେଉଁ ଧର୍ମ ଆପଣଙ୍କୁ ପାଣି ଛୁଇଁବାକୁ ବି ମନା କରୁଛି? ପଶୁଟିଏ ପାଣି ଛୁଇଁ ପାରିବ କିନ୍ତୁ ମଣିଷ ଛୁଆ ନୁହଁ। ତେଣୁ ଏ ପ୍ରକାର ଧର୍ମରେ, ଏ ପ୍ରକାର ମନୁବାଦ ଧର୍ମରେ ମଣିଷ ଛୁଆକୁ ରହିବାର ଆବଶ୍ୟକ ନାହିଁ। ପୁଣି ବାବା ସାହେବ ପ୍ରଶ୍ନ ପଚାରନ୍ତି, ହ୍ୱାଇ ଡୁ ୟୁ ରିମେନ୍ ଇନ୍ ଦ୍ୟାଟ୍ ରିଲିଜନ୍ ହୁଇଚ୍ ଅବଷ୍ଟ୍ରକ୍ଟ ୟୁ ଫ୍ରମ୍ ଗେଟିଂ ଏ ଜବ୍? ଆପଣ କାହିଁକି ଏ ଧର୍ମରେ ଅଛନ୍ତି ଯେଉଁ ଧର୍ମ ଆପଣଙ୍କୁ ଖଣ୍ଡେ ସୁନ୍ଦର ଚାକିରି କରିବାର ପ୍ରତିରୋଧ କରୁଛି, ଆପଣଙ୍କ ଜୀବନ ସାରା ବେଗାରି ଖଟିବାକୁ ମଜବୁର, ଲାଟ୍ରିନ୍ ସଫା କରିବାକୁ ମଜବୁର କରୁଛି? ଯଦି ବାବା ସାହେବ ଆମ୍ବେଦକରଙ୍କ ଆର୍ଟିକଲ 35 ନଥାନ୍ତା, ଆଜି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିକୁ ଜବ୍ ମିଳିନଥାନ୍ତା। ଆର୍ଟିକଲ 13ରେ ବାବା ସାହେବ ଆମ୍ବେଦକର ଏ ସମସ୍ତ ଧର୍ମ ଗ୍ରନ୍ଥକୁ ସମାପ୍ତ କଲେ। ତେଣୁ ଆର୍ଟିକଲ 35 ଆଜି ଠିଆ ହେବାରୁ ଆପଣ ଜବ୍ ପାଇଲେ। ଏଇଟା ଆର୍ଟିକଲ ବାବା ସାହେବ ଆମ୍ବେଦକର 1936ରେ ପ୍ରଶ୍ନ ପଚାରିଛନ୍ତି। ଚିନ୍ତା କରୁଛନ୍ତି ତ ବାବା ସାହେବ କେତେ ବଡ଼ ଦୂରଦ୍ରଷ୍ଟା ଥିଲେ। ବାବା ସାହେବ ପୁଣି ପଚାରନ୍ତି, ହ୍ୱାଇ ଡୁ ୟୁ ରିମେନ୍ ଇନ୍ ଦ୍ୟାଟ୍ ରିଲିଜନ୍ ହୁଇଚ୍ ଇନସଲ୍ଟ ୟୁ ଆଟ୍ ଏଭ୍ରି ଷ୍ଟେପ୍? ଆପଣ କାହିଁକି ଏ ଧର୍ମରେ ଅଛନ୍ତି, କାହିଁକି ଏ ମନୁବାଦ ଧର୍ମରେ ଅଛନ୍ତି ଯିଏ ପ୍ରତି ମୁହୂର୍ତ୍ତରେ ଆପଣଙ୍କୁ ଅପମାନ କରୁଛି, ଇନସଲ୍ଟ କରୁଛି? ଜାତି ନାଁରେ ଇନସଲ୍ଟ, ବର୍ଣ୍ଣ ନାଁରେ ଇନସଲ୍ଟ। ଚାକିରିଟିଏ ପାଇକି ଘର ଖୋଜିଲେ ଘର ମିଳେ ନାହିଁ ଜାତି କହିଦେଲେ। ଆପଣଙ୍କ ଜାତି କହିକି ହୋଟେଲ କଲେ ଆପଣଙ୍କ ହୋଟେଲକୁ କିଏ ଖାଇବାକୁ ଆସିବେ ନାହିଁ। ଆପଣଙ୍କୁ ଜାତି କହିଦେଲେ ଝିଅ ଦେବେ ନାହିଁ। ପ୍ରତି ଷ୍ଟେପ୍ରେ ଆପଣଙ୍କୁ ଅପମାନ, ଅଫିସରେ ଅପମାନ, ସ୍କୁଲରେ ଅପମାନ, ଚାକିରି କ୍ଷେତ୍ରରେ ଅପମାନ, ଯେଉଁଠି ଗଲେ ବି ଆପଣଙ୍କୁ ଅପମାନ କରୁଥିବା ଧର୍ମରେ ଆପଣ କାହିଁକି ରହିବେ, କାହିଁକି ଅଛନ୍ତି ଆଜି ଯାଇ? ବାବା ସାହେବ 1936ରେ ଏହି ପ୍ରଶ୍ନ ପଚାରିଛନ୍ତି 35,000 ଲୋକଙ୍କୁ। ପୁଣି ବାବା ସାହେବ କହନ୍ତି, ଏ ରିଲିଜନ୍ ହୁଇଚ୍ ପ୍ରୋହିବିଟ୍ସ righteous religious relation between man and man is not a religion but a display of force। ଯେଉଁ ଧର୍ମ ମଣିଷ ଓ ମଣିଷ ଭିତରେ ଆନ୍ତରିକ ସୁନ୍ଦର ସମ୍ପର୍କ ବଢ଼େଇବାକୁ ଦିଏ ନାହିଁ ଓ ମଣିଷକୁ ମିଶିବାକୁ ଦିଏ ନାହିଁ, ଏହି ପ୍ରକାର ଧର୍ମ ନୁହଁ। ଏହା ଏକ ତାକତ, ଯେଉଁ ତାକତ କି ଆପଣଙ୍କୁ ଅଲଗା ରଖିଦେଉଛି, ବଞ୍ଚିତ କରୁଛି ସବୁ ଅଧିକାରରୁ। ପୁଣି ବାବା ସାହେବ କହନ୍ତି, a religion which does not recognize man as a human being is not a religion but a disease। ଯେଉଁ ଧର୍ମ ମଣିଷକୁ ମଣିଷ ପରି ଭାବେ ନାହିଁ, ମଣିଷକୁ ତାର ତାକତ ଚିହ୍ନଟ କରେ ନାହିଁ, ମଣିଷକୁ ଗୋଟେ ମଣିଷ ଛୁଆ ପରି ଟ୍ରିଟମେଣ୍ଟ କରେ ନାହିଁ, ଏଇଟା ଧର୍ମ ନୁହଁ। ଏହା ଏକ ରୋଗ, ଏହା ଏକ ସାମାଜିକ ବ୍ୟାଧି। ବାବା ସାହେବ କହନ୍ତି, ପୁଣି ବାବା ସାହେବ କହନ୍ତି, a religion which allow the touch of animal but prohibit the touch of human being is not a religion but a mockery। ବାବା ସାହେବ କହୁଛନ୍ତି, ଯେଉଁ ଧର୍ମ ଗୋଟେ ପଶୁକୁ ଛୁଇଁବା ପାଇଁ ଅନୁମତି ଅଛି, ଗୋଟେ ପଶୁକୁ ଚୁମା ଦେଇପାରିବେ, ପଶୁକୁ ଆପଣ ବେଡରୁମ୍ ପର୍ଯ୍ୟନ୍ତ ରଖିପାରିବେ, ମାତ୍ର ମଣିଷ ଛୁଆକୁ ଛୁଇଁ ଦେଲେ ଅପବିତ୍ର ହେବ, ମାରା ହେବ। କୁକୁରକୁ ଆପଣ ବେଡରୁମ୍ ପର୍ଯ୍ୟନ୍ତ ନେବେ, କୁକୁରକୁ ଚୁମା ଦେବେ, କୁକୁର ସହିତ ଶୋଇବେ, କିନ୍ତୁ ଯଦି ମଣିଷ ଛୁଆଟିଏ ଆପଣଙ୍କ ଘର ଦାଣ୍ଡରେ ଆସି ଠିଆ ହେଲେ, ଘର ଦାଣ୍ଡ ଅପବିତ୍ର ହେବ, ମାରା ହେବ। ଏଇଥିପାଇଁ ଆପଣ ସେଠି ପଞ୍ଚଗବ୍ୟ ଦେବେ, ଗୋମୂତ୍ର ଛିଟକେଇବେ, ଗଙ୍ଗାଜଳ ଛିଟକେଇବେ। ଏହା ଧର୍ମ ନୁହଁ, ଏହା ଏକ ଉପହାସ, ମୋକେରୀ। ଆପଣଙ୍କ ପ୍ରତି କରାଯାଉଥିବା ଅପମାନ, ଆପଣଙ୍କୁ କରାଯାଉଥିବା ଏକ ଉପହାସ ଅଟେ। ଏହା କେବେ ବି ଧର୍ମ ନୁହଁ। ପୁଣି ବାବା ସାହେବ କହନ୍ତି, a religion which preclude one class from education।
बाबा साहेब एटी कहती ए रिलीजन व्हिच प्रिक्लूड one class from education for wit to accumulate wealth to bear arms is not a religion but a mockery of the life of human being. जो धर्म आपको एजुकेशन ठारू गोटे क्लास को गोटे डिप्रेस टोटाल डिप्रेस क्लास को अनुसूचित जाति अनुसूचित जनजाति को शूद्र समाज को शिक्षार वंचित करुचे संपत्ति रखबार वंचित करुचे सैन्य बाहिनी जोग देवा को वंचित करुचे यह धर्म नुह यह एक मानव समाज प्रति अपमान अपहास्य यह मनुष्य जीवन रे पूरा तार एंटायर जन्म रु मरण पर्यंत अपहास्य अटहास्य अपमान प्रतारणा यह धर्म नुह बाबा साहेब कहते पुणी बाबा साहेब कहती ए रिलीजन दैट कंपेल द इलिटेरिएट टू बी इलिटेरिएट एंड द पोर टू बी पोर इज नॉट रिलीजन बट पनिशमेंट ए रिलीजन दैट कंपेल यू टू इलिटेरिएट जो धर्म आपण को कंपेल करुची फोर्स करुची बाध्य करुची आपण को अशिक्षित ही रहबा पाई अशिक्षित आउरी अधिक अशिक्षित बनै दउची आउरी अधिक मूर्ख बनै दउची स्वर्ग नरकर भय देखि आपण को मूर्ख बनै दउची एवं आपण गरीब थिले आउरी गरीब बनै दउची एक्सप्लोटेशन करिकी सप्ताह सारा भंड रचेब आपण को रोजगार ऊपर पॉकेट ऊपर नजर पकेब एवं धर्म नारे आपण से शोषण करिवो तेणु आप अधिक गरीब रु गरीब हो यह एक धर्म नुह यह एक दंड आपण मान इट इज नॉट रिलीजन बट ए पनिशमेंट बाबा साहेब यही प्रकार भाव लोक को बुझाऊँ से पुणी कहते मुझे चेष्टा करुच्ची आई हैव ट्राइड हियर टू बेस्ट ऑफ माय नॉलेज टू एनालाइज एंड एक्सप्लेन ऑल द प्रॉब्लम अराइजिंग आउट ऑफ द कन्वर्सेशन मुझे प्रयास करुच्ची आपण मानक मोर ज्ञान माध्यम बुझेवा को बहुत प्रयास करुच्ची बाबा साहेब कहते आज जो प्रोब्लेम आम मान को आसूची आज ये धर्म रहा जो प्रोब्लेम आसूची ये प्रोब्लेम सल्व होगापाई मुझे मान पथ देखा ये पथरे आपण मैंने चलिले आपण मैंने सुख समृद्धि हेबे बाबा साहेब अम्बेडकर 2 दिन पर्यंत लगातार ये स्पीच देते 30 मे रु 31 मे से भूली जाते माता रमाबाई मृत्यु कथा 35 माता रमाबाई मृत्यु फिर भी समाज पाए से त्याग करी रास्ता को आसी थे और 35,000 लोकों सामने प्रकार भावे को प्रकार आमे बंचिबा बहुजन समाज को प्रकार भाव आग को नेबा से प्रयास करते तेणु बाबा साहेब अम्बेडकर को आमे कोटि कोटि नमन करवा धन्यवाद से महापुरुष को जो महापुरुष आज आमको ये बंचार अधिकार देदेले संवैधानिक ताकत देदेले कथा कहबार अधिकार देदेले संपत्ति रखबार अधिकार देदेले पाठ पढ़ार अधिकार देदेले आज शिक्षागत अधिकार आर्टिकल 21A रे प्राप्त करुछु आज कथा कहबार अधिकार आर्टिकल 19 रे प्राप्त करुछु आज संपत्ति रखबार अधिकार आर्टिकल 300 रे रखि पाई परिछु आज व्यवसाय करिबार अधिकार आर्टिकल 19 रे पाई परिछु आज भारत जेकोसी जगह को बुली आसीबार अधिकार आर्टिकल 19 रे मिली आज आम पीसफुली प्रोटेक्शन पीसफुली संगठन करिबार अधिकार आर्टिकल 19 रे प्राप्त करिछु आज स्वतंत्र वो लिबर्टी आजाद आर्टिकल 21 रे पाइछु आज धर्म परिवर्तन और धर्म ग्रहण करने अधिकार आर्टिकल 26 रे प्राप्त करिछु कौन मिलला नहीं कहले सब किछि बाबा साहेब देदेले तो 1936 रे बाबा साहेब स्ट्रगल करुले जिते मौका मिलला भारत संविधान लिखापी बेस से आपण मान को अधिकार देदेले आजिकल बहुत आम पढ़ा लिखा लोक एक कथा कहती जे सब किछि अधिकार आपण को कांग्रेस देला यह बिल्कुल मिथ्या कथा बाबा साहेब अम्बेडकर संविधान ही आपण को अधिकार देला ये कथा भी कहती जे ये जो किताब महाराष्ट्र सरकार द्वारा पब्लिश होची यह दादा साहेब कांचीराम आंदोलन 1991 पर ये किताब गुड़िक पब्लिश होता पूर्वर ना कारण बहुजन समाज पर कथा कहवा लोक नथिले दादा साहेब कांचीराम अक्लांत परिश्रम जे भीम नारा भारत सारा व्यापीबा मनुवाद को भय है
ଏବଂ ମନୁବାଦୀ ଭିତରେ ଭୟ ସଞ୍ଚାର ହେଲା ଏବଂ ଆମକୁ ଶୋ କରିବା ପାଇଁ ବାବା ସାହେବ ଅମ୍ବେଦକରଙ୍କ ପୁସ୍ତକ ଗୁଡ଼ିକ ବି ଛାପିଲେ। ଆଜି ଭାରତବର୍ଷରେ ଯଦି ଜୟ ଭୀମ ଆପଣ ନିଶ ମୁଡ଼ିକି ବୁଲି ପାରୁଛନ୍ତି ସିର୍ଫ ବସପାର ଆନ୍ଦୋଳନ ଦ୍ୱାରା, ବହୁଜନ ସମାଜ ପାର୍ଟିର ଆନ୍ଦୋଳନ ଦ୍ୱାରା, ଯେଉଁ ଆନ୍ଦୋଳନର ମୂଳଦୁଆ ଭିତ୍ତିସ୍ଥାପନ ଦାଦା ସାହେବ କାଞ୍ଚିରାମ ବେହେନ ମାୟାବତୀଜୀ ମିଶିକି କରିଥିଲେ। ତେଣୁ ଇଏ ମହାପୁରୁଷମାନଙ୍କୁ ଆମେ କୋଟି କୋଟି ନମନ କରିବା। ଆମ ସ୍ୱାଧୀନତା ସଂଗ୍ରାମ ଯଦି ଦେଖିବେ, ଆପଣ ଇତିହାସକୁ ଯଦି ଖୋଲିବେ, ତଥାଗତ ବୁଦ୍ଧଙ୍କ ପରେ ହଜାର ହଜାର ବର୍ଷ ବ୍ୟାପିଗଲା। ତାଇ ସେହି ଆନ୍ଦୋଳନକୁ ଆଗକୁ ନେଲେ କବିରଙ୍କ ପରେ ଯଦି ଆପଣ ଦେଖିବେ ଫୁଲେଙ୍କ ପରେ ଯଦି ଆପଣ ଦେଖିବେ ବାବା ସାହେବଙ୍କ ପରେ ଯଦି ଆପଣ ଦେଖିବେ ମାନ୍ୟବର ଦାଦା ସାହେବ କାଞ୍ଚିରାମ। ଦାଦା ସାହେବ କହନ୍ତେ ଏ ଧରୋହରକୁ ଆଜି ବି ସମ୍ଭାଳିକି ରଖିଛନ୍ତି ବେହେନ ମାୟାବତୀଜୀ। ତାପରେ ଆଉ କୌଣସି ନେତା ଦିଶୁନାହାନ୍ତି, ବେଶ ନିଜର ସ୍ୱାର୍ଥ ପାଇଁ ଚମଚା ହେଇ କାମ କରୁଛନ୍ତି। ଏଇ ଚମଚା ଠାରୁ ଆମକୁ ସାବଧାନ ହେବାକୁ ହିଁ ପଡ଼ିବ। ତେଣୁକରି ଦାଦା ସାହେବ କାଞ୍ଚିରାମ ଗୋଟେ କିତାବ ବି ଲେଖିଥିଲେ, ଆପଣମାନେ ସେ କିତାବ ଜାଣିଥିବେ, ଚମଚା ଏଜ୍। ଏଇଟା ହେଉଛି ଦାଦା ସାହେବ କାଞ୍ଚିରାମଙ୍କ ଦ୍ୱାରା ଲେଖାଯାଇଥିବା ଚମଚା ଏଜ୍। ଆଜି ଗାନ୍ଧୀର ହରିଜନ ଚମଚା ଏଜ୍ରେ ଆସି ଠିଆ ହେଇଛନ୍ତି। ଏମାନେ କେବଳ ଚମଚା ଆଙ୍କମାନଙ୍କୁ ୟୁଜ୍ ଆଣ୍ଡ ଥ୍ରୋ କରିଦେବେ, ଆମ ସମାଜର କୌଣସି କାମରେ ଆସିବ ନାହିଁ। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାପୂର୍ବକ ସବସ୍କ୍ରାଇବ୍ କରିବେ। ବାବା ସାହେବ ଅମ୍ବେଦକରଙ୍କର ପ୍ରତ୍ୟେକ ସ୍ପିଚ୍ ଓ ପ୍ରତ୍ୟେକ ୱାର୍ଡ଼ ମୁଁ ଆପଣମାନଙ୍କ ସାମ୍ନାରେ କହିବାକୁ ପ୍ରୟାସ କରୁଛି। ଗୋଟିଏ ପଦବୀ ମିଥ୍ୟା କହିବାକୁ ଭଲ ଲାଗେ ନାହିଁ। ଯାହା ବାବା ସାହେବ କହିଛନ୍ତି ତାହା ମୁଁ ଆପଣମାନଙ୍କ ପାଖରେ ପେଶକଶ କରୁଛି। ଆପଣ ଭଲ୍ୟୁମ୍ 17 କିଣିଛନ୍ତି କି? ଯଦି କିଣି ନାହାନ୍ତି ଦୟାପୂର୍ବକ କିଣନ୍ତୁ। ଭିଡ଼ିଓଟି ଦେଖିଲା ପରେ ଆପଣ ସେ ପୁସ୍ତକ ପଢ଼ନ୍ତୁ, ତାପରେ ଆକୁ ଗ୍ରହଣ କରନ୍ତୁ। ଥ୍ୟାଙ୍କ ୟୁ।